सामयिक कर्मचारी मानक पाई खुशी खबर କାର୍ଯ୍ୟରୁ ଅନ୍ତର ସମୟରେ ମିଳିବ ଏକା ସାଙ୍ଗରେ ଏତେ ଲକ୍ଷ ଟଙ୍କା। ଚାଲନ୍ତୁ ଆଜି ଆମେ ଜାଣିବା ସାମୟିକ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅନ୍ତର ସମୟରେ କେତେ ଲକ୍ଷ ଟଙ୍କା ମିଳିବ। ଚାଲନ୍ତୁ ଆଜି ଆମେ ଜାଣିବା ସେ ବିଷୟରେ ପୁରା ଡିଟେଲ୍ସରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା। ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀମାନଙ୍କ ପାଇଁ ଖୁସି ଖବର। କାର୍ଯ୍ୟରୁ ଅନ୍ତର ସମୟରେ ଏଣିକି ମିଳିବ ମୋଟା ଅଙ୍କର ଟଙ୍କା। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଣିକି ସାମୟିକ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ବେଳେ 2.5 ଲକ୍ଷ ଟଙ୍କା ଦିଆଯିବ। ପୂର୍ବରୁ ଏଥିପାଇଁ ଏମାନଙ୍କୁ 1.5 ଲକ୍ଷ ଟଙ୍କା ମିଳୁଥିଲା। ସାମୟିକ କର୍ମଚାରୀମାନଙ୍କ ପାଇଁ ଏହି ପରିମାଣ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅନ୍ତର ହେଲେ ସେମାନଙ୍କୁ ଏକକାଳୀନ 2.5 ଲକ୍ଷ ଟଙ୍କା ମିଳିବ। ଯଦି ସାମୟିକ କର୍ମଚାରୀମାନେ ନିୟମିତ ପଦବୀକୁ ଯାଇଥିବେ କିନ୍ତୁ 5 ବର୍ଷ ପୂରଣ କରିନଥିବେ, ସେ କ୍ଷେତ୍ରରେ ମଧ୍ୟ ସେମାନଙ୍କୁ 2.5 ଲକ୍ଷ ଟଙ୍କା ଏକକାଳୀନ ମିଳିବ। ନିୟମିତ ପଦବୀରେ 5 ବର୍ଷରୁ ଅଧିକ ସମୟ କାମ କରିଥିଲେ କାର୍ଯ୍ୟ ନିବୃତ୍ତି ସମୟରେ ସେମାନେ ସର୍ବନିମ୍ନ ଗ୍ରାଚ୍ୟୁଇଟି 2.5 ଲକ୍ଷ ଟଙ୍କା ପାଇବେ। ଏହି ଏକକାଳୀନ ଗ୍ରାଚ୍ୟୁଇଟି ପରିମାଣ ପ୍ରତି 2 ବର୍ଷରେ 10% ଲେଖାଏଁ ବୃଦ୍ଧି ପାଇବା ନେଇ ନିଷ୍ପତ୍ତି ହୋଇଛି। ଏହି ବୃଦ୍ଧି ପାଇଁ ଅର୍ଥ ବିଭାଗର ଅନୁମତି ଆବଶ୍ୟକତା ପଡ଼ିବ ନାହିଁ। ବିଭାଗ ପକ୍ଷରୁ ପ୍ରତି 2 ବର୍ଷରେ ଏହି ପରିମାଣ ବୃଦ୍ଧି କରାଯାଇପାରିବ। ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଛି ଦୟାକରି ଏହି ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଏମିତିକା ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।